ଓଡ଼ିଶାର ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ମୋର ବିନମ୍ର ଅନୁରୋଧ। ବିଗତ କିଛି ଦିନ ତଳେ ଆମେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଛି ତାହାର ସମସ୍ତେ ସାକ୍ଷୀ ଆମେ ରହିଛୁ। ବର୍ତ୍ତମାନ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ତରଫରୁ ଆଗାମୀ ଜୁନ 9 ତାରିଖରେ ପ୍ରତ୍ୟେକ ଜିଲ୍ଲାର ମୁଖ୍ୟାଳୟରେ ଏକ ଧାରଣା ପ୍ରଦର୍ଶନ କରାଯିବ। ମୁଁ ଓଡ଼ିଶାର ମହାସଚିବ ହିସାବରେ ଆପଣମାନଙ୍କୁ ନିବେଦନ କରୁଛୁ, ଦୟାପୂର୍ବକ ସହଯୋଗ କରନ୍ତୁ ଏବଂ ଆପଣମାନେ ବ୍ୟକ୍ତିଗତ ଭାବରେ ଆସି ଜିଲ୍ଲା କଲେକ୍ଟରଙ୍କ ନିକଟରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ତରଫରୁ ଏକ ସ୍ମାରକପତ୍ର ଦେଶର ମୁଖ୍ୟମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ଏଥିରେ ଆମର ଐକ୍ୟତା ଏବଂ ଆମର ସଂଘବଦ୍ଧତାର ଅଭିନ୍ନ ଅଙ୍ଗ ଆମେ ପ୍ରଦର୍ଶନ କରିପାରିବା ଯେ ଆମେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଓଡ଼ିଶାରେ ଏକ। ଯଦି କୌଣସି କୋଣରେ କୌଣସି ଖ୍ରୀଷ୍ଟିଆନର କିଛି ଅସୁବିଧା ହୁଏ, ନିର୍ଯାତନା ହୁଏ, ତାହେଲେ ସାରା ଓଡ଼ିଶାର ଖ୍ରୀଷ୍ଟିଆନ ଆମେ ଏକତ୍ରିତ ଅଛୁ, ରହିବୁ ଏବଂ ସେମାନଙ୍କ ସଙ୍ଗରେ ଠିଆ ହୋଇ ସବୁଦିନ ପାଇଁ ରହିବୁ। ଏହା ହିଁ କାମନା କରି ଆପଣମାନଙ୍କୁ ଅନୁରୋଧ କରୁଛି। ଧନ୍ୟବାଦ।